ମୁଁ ଆଜି ଆପଣଙ୍କୁ ଜଣାଇବି ଯଦି ଆପଣ 10 ଫୁଟ୍ରେ 10 ଫୁଟ୍ ରୁମ୍ରେ ଟାଇଲ୍ ପକାଉଛନ୍ତି ଲେବର ୱିଥ୍ ମେଟେରିଆଲ୍ କେତେ ଟଙ୍କା ଖର୍ଚ୍ଚ ହେବ। ଭିଡ଼ିଓ ଡିଟେଲ୍ ଜଣାଇବି। ଟୋଟାଲ୍ ଟାଇଲ୍ କେତେ ଲାଗିବ, ଟାଇଲ୍ର ପ୍ରାଇସ୍ କେତେ, ଟୋଟାଲ୍ କେତେ ବ୍ୟାଗ୍ ସିମେଣ୍ଟ ଲାଗିବ, କେତେ ଟଙ୍କାର ସିମେଣ୍ଟ ଲାଗିବ ଏବଂ ଟାଇଲ୍ ଲଗାଇବା ପାଇଁ ଲେବର ଆପଣଙ୍କଠାରୁ ପର୍ ସ୍କୋୟାର ଫୁଟ୍ କେତେ ଟଙ୍କା ଚାର୍ଜ କରିବ। ଭିଡ଼ିଓଟି ବହୁତ ଇନଫର୍ମେଟିଭ୍ ହେବାକୁ ଯାଉଛି, ତେଣୁ ଭିଡ଼ିଓଟିକୁ ପ୍ରଥମ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓ ଷ୍ଟାର୍ଟ କରିବା ଆଗରୁ କହି ରଖୁଛି, ଯଦି ଆପଣଙ୍କର ହାଉସ୍ ପ୍ଲାନିଂ, ଡିଜାଇନିଂ, କନଷ୍ଟ୍ରକ୍ସନ୍ କିମ୍ବା ଇଣ୍ଟେରିୟର କରିବାକୁ ଚାହୁଁଛନ୍ତି, ଆପଣ ସାଇ ଡିଜାଇନ୍ କନଷ୍ଟ୍ରକ୍ସନ୍ ଯୋଗାଯୋଗ କରିପାରିବେ। ଆମ ପାଖରେ ଓଡ଼ିଶାର ବେଷ୍ଟ ସ୍କିଲ୍ ଟିମ୍ ଏବଂ ଇଞ୍ଜିନିୟର ଆଭେଲେବୁଲ୍ ଅଛନ୍ତି। ପ୍ରଥମେ ଆମେ ରୁମ୍ର ଫ୍ଲୋର୍ ଏରିଆ ବା କ୍ଷେତ୍ରଫଳ ବାହାର କରିବା। ଲମ୍ବା 10 ଫୁଟ୍ ଏବଂ ଚଉଡ଼ା 10 ଫୁଟ୍ ହେଲେ ଫ୍ଲୋର୍ ଏରିଆ 10 ଫୁଟ୍ ଇଣ୍ଟୁ 10 ଫୁଟ୍ 100 ସ୍କୋୟାର ଫୁଟ୍ ଆସିଥାଏ। ଫ୍ଲୋର୍ ଏରିଆ ପରେ ଟାଇଲ୍ ଏରିଆ ବାହାର କରିବାକୁ ପଡ଼ିଥାଏ, କିନ୍ତୁ ମାର୍କେଟରେ ଡିଫରେଣ୍ଟ ସାଇଜ୍ର ଟାଇଲ୍ ଆଭେଲେବୁଲ୍ ଥାଏ। ଯଦି ଆମେ ଫୁଟେ ଟାଇଲ୍ ପରଚେଜ୍ କରିବା, ତେବେ ଟାଇଲ୍ ଏରିଆ 1 ଫିଟ୍ ଇଣ୍ଟୁ 1 ଫିଟ୍ 1 ସ୍କୋୟାର ଫୁଟ୍ ଆସିଥାଏ ବା 1 ସ୍କୋୟାର ଫୁଟ୍ ଆସିଥାଏ। ଯଦି ଆମେ 100 ସ୍କୋୟାର ଫୁଟ୍ ଏରିଆରେ 1 ସ୍କୋୟାର ଫୁଟ୍ ଏରିଆର ଟାଇଲ୍ ପକାଇବା, ତେବେ 100 ପିସ୍ ଦରକାର ପଡ଼ିଥାଏ। ଦୋକାନରେ ଆପଣ 100 ପିସ୍ ଟାଇଲ୍ ଅର୍ଡ଼ର କରିପାରିବେ ନାହିଁ, କାରଣ ଟାଇଲ୍ ଲୁଜ୍ ନ ମିଳିକି ପ୍ୟାକେଟ୍ ବା ପେଟିରେ ବିକ୍ରି ହୋଇଥାଏ। 1 ଫୁଟ୍ ଇଣ୍ଟୁ 1 ଫୁଟ୍ ଟାଇଲ୍ ଗୋଟିଏ ପ୍ୟାକେଟ୍ରେ 9 ପିସ୍ ଟାଇଲ୍ ଲାଗିଥାଏ, ତେଣୁ ଗୋଟିଏ ପେଟିରେ 1 ଇଣ୍ଟୁ 9 ସ୍କୋୟାର ଫୁଟ୍ ଟାଇଲ୍ ଆସିଥାଏ। 100 ସ୍କୋୟାର ଫୁଟ୍ ଫ୍ଲୋର୍ ଏରିଆରେ 9 ସ୍କୋୟାର ଫୁଟ୍ ଗୋଟିଏ ପେଟିରେ ଟାଇଲ୍ ଡିଭାଇଡ୍ କଲେ ଟୋଟାଲ୍ 11.11 ବା 11.11 ପେଟି ଟାଇଲ୍ ଆସିଥାଏ, ଯେଉଁଥିରେ 11 ପେଟି ସହ ଆଉ 2 ପିସ୍ ଲୁଜ୍ ଟାଇଲ୍ ଦରକାର ପଡ଼ିଥାଏ। ଲୁଜ୍ ଟାଇଲ୍ ସପ୍ରେ ମିଳିନଥାଏ, ତେଣୁ ଆପଣଙ୍କୁ ଗୋଟିଏ ପେଟି ଟାଇଲ୍ ଆଡ଼୍ କରିକି 12 ପ୍ୟାକେଟ୍ ବା ପେଟି ଟାଇଲ୍ କିଣିବାକୁ ପଡ଼ିଥାଏ। ଟାଇଲ୍ ଇନଷ୍ଟଲ୍ ବେଳେ କଟିଂ ପାଇଁ କିଛି ଟାଇଲ୍ ୱେଷ୍ଟେଜ୍ ଯାଇଥାଏ, ସେଥିପାଇଁ ଟାଇଲ୍ ଯେବେ ପରଚେଜ୍ କରୁଛନ୍ତି ସଦାବେଳେ 5ରୁ 10% ୱେଷ୍ଟେଜ୍ ଆଡ଼୍ କରିକି କିଣିବା କଥା। ତେବେ ଟୋଟାଲ୍ ଟାଇଲ୍ 12 ପେଟି ପ୍ଲସ୍ 1 ପେଟି ୱେଷ୍ଟେଜ୍ ଆଡ଼୍ କରିକି 13 ପେଟି ଟାଇଲ୍ କିଣିବାକୁ ପଡ଼ିଥାଏ। ଯଦି ଆପଣ ଫୁଟରେ 1.5 ଫୁଟ୍ ଟାଇଲ୍ ପରଚେଜ୍ କରୁଛନ୍ତି, ତେବେ ସେଠାରେ ଗୋଟିଏ ପେଟିରେ 6 ପିସ୍ ଟାଇଲ୍ ଆସିଥାଏ, ଟୋଟାଲ୍ 9 ସ୍କୋୟାର ଫୁଟ୍ ଟାଇଲ୍ ମିଳିଥାଏ। ଯଦି 2 ଫୁଟ୍ରେ 2 ଫୁଟ୍ ଟାଇଲ୍ କିଣୁଛନ୍ତି, ତେବେ ଗୋଟେ ପେଟିରେ 4 ପିସ୍ ଟାଇଲ୍ ଆସିଥାଏ, ଟୋଟାଲ୍ 16 ସ୍କୋୟାର ଫୁଟ୍ ଟାଇଲ୍ ମିଳିଥାଏ। ଯଦି 2 ଫୁଟ୍ରେ 4 ଫୁଟ୍ ଟାଇଲ୍ କିଣୁଛନ୍ତି, ତେବେ ଗୋଟେ ପେଟିରେ 2 ପିସ୍ ଟାଇଲ୍ ରହିଥାଏ, ଟୋଟାଲ୍ 16 ସ୍କୋୟାର ଫୁଟ୍ ଟାଇଲ୍ ମିଳିଥାଏ। କଟକ ଭୁବନେଶ୍ୱରରେ ଆପଣମାନଙ୍କର ଟ୍ରଷ୍ଟ ଏବଂ ଭଲ ପାଇବା ପାଇଁ 40ରୁ ଉର୍ଦ୍ଧ୍ୱ କନଷ୍ଟ୍ରକ୍ସନ୍ ଏବଂ ଇଣ୍ଟେରିୟର ପ୍ରୋଜେକ୍ଟ ସକ୍ସେସଫୁଲି ରନିଂ ଚାଲୁଅଛି। ଆମର ସମସ୍ତ ପ୍ରୋଜେକ୍ଟରେ ମ୍ୟାକ୍ସିମମ୍ 2 ଫୁଟ୍ 4 ଫୁଟ୍ ଟାଇଲ୍ ୟୁଜ୍ କରିଥାଉ। ଏହାଦ୍ୱାରା ଜଏଣ୍ଟ କମ୍ ରହିବା ଦ୍ୱାରା ଘରର ଲୁକ୍ସ ଗର୍ଜିୟସ୍ ହୋଇଥାଏ। ଯଦି 100 ସ୍କୋୟାର ଫୁଟ୍ ରୁମ୍ରେ 2 ଫୁଟ୍ 4 ଫୁଟ୍ ଟାଇଲ୍ ୟୁଜ୍ କରୁଛନ୍ତି, ତେବେ 100 ଡିଭାଇଡ୍ ବାଇ 16 ଇକ୍ୱାଲ୍ ଟୁ 6.25 ପେଟି ବା ରାଉଣ୍ଡ ଅଫ୍ ୱେଷ୍ଟେଜ୍ ଆଡ଼୍ କଲେ 7 ପେଟି ୟୁଜ୍ ହୋଇଥାଏ। ଯଦି ବ୍ରାଣ୍ଡେଡ୍ ଟାଇଲ୍ ୟୁଜ୍ କରିବେ, ଯାହାକି ଆମର ସମସ୍ତ ପ୍ରୋଜେକ୍ଟରେ ୟୁଜ୍ କରିଥାଉ, ତେବେ ଗୋଟେ ପେଟିକୁ ଆପ୍ରୋକ୍ସିମେଟ୍ 900 ଟଙ୍କା ଏକ୍ସପେନ୍ସ ଆସିଥାଏ। ମିନ୍ସ ଟାଇଲ୍ କିଣିବା ପାଇଁ ଆପଣଙ୍କୁ 7 ପେଟି ଇଣ୍ଟୁ 900 6,300 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଯଦି ଆପଣ ବିଗ୍ ସାଇଜ୍ ରୁମ୍ ଅଛି, ତେବେ ଆପଣ ଆହୁରି ବଡ଼ ସାଇଜ୍ ଟାଇଲ୍ରେ ଯାଇପାରିବେ, ଯେପରିକି 2.5 ଫୁଟ୍ରେ 5 ଫୁଟ୍ 3 ଫୁଟ୍ରେ 3 ଫୁଟ୍ 6 ଫୁଟ୍ 4 ଫୁଟ୍ ଇତ୍ୟାଦି। ବଡ଼ ସାଇଜ୍ ଟାଇଲ୍ ଛୋଟ ଟାଇଲ୍ ଅପେକ୍ଷା କଷ୍ଟଲି ଥାଏ, କିନ୍ତୁ ଘରେ ସମସ୍ତେ ୱାନ୍ ଟାଇମ୍ ଇନଭେଷ୍ଟ ହୋଇଥାଏ, ତେଣୁ ଏକ୍ସଟ୍ରା ଆପଣ ଯେଉଁ ଏକ୍ସପେନ୍ସ ବା ଖର୍ଚ୍ଚ କରିଥାନ୍ତି, ତାହା କଷ୍ଟ ବୃଦ୍ଧି ଥାଏ। ଟାଇଲ୍ସ ଫ୍ଲୋରରେ ଲଗାଇବା ପାଇଁ ସିମେଣ୍ଟ ଏବଂ ସ୍ୟାଣ୍ଡର ମୋର୍ଟାର ସହ ସିମେଣ୍ଟର ପନିଂ ବା ଘୋଳ ଦେବାକୁ ପଡ଼ିଥାଏ। 100 ସ୍କୋୟାର ଫୁଟ୍ ରୁମ୍ରେ ଆପ୍ରୋକ୍ସିମେଟଲି 3ରୁ 4 ବ୍ୟାଗ୍ ସିମେଣ୍ଟ ୟୁଜ୍ ହୋଇଥାଏ। ସ୍ୟାଣ୍ଡ କଷ୍ଟ ସହ ଯଦି ସିମେଣ୍ଟ କଷ୍ଟ ହାୟର ସାଇଡ଼ରେ ଯିବା 4 ବ୍ୟାଗ୍ ହିସାବ କରିବା, ତେବେ ସିମେଣ୍ଟ ଗୋଟିଏ ବ୍ୟାଗ୍କୁ 430 ଟଙ୍କା ହିସାବରେ 4 ବ୍ୟାଗ୍କୁ 430 ଇଣ୍ଟୁ 4 1720 ଟଙ୍କା ଖର୍ଚ୍ଚ ହୋଇଥାଏ। ଟାଇଲ୍ ଇନଷ୍ଟଲ୍ ପାଇଁ ଲେବର କଷ୍ଟ ପର୍ ସ୍କୋୟାର ଫୁଟ୍ ହିସାବରେ ଚାର୍ଜ କରିଥାନ୍ତି। ବିଗ୍ ସାଇଜ୍ ଟାଇଲ୍ ପାଇଁ ବେଶୀ ଲେବର କଷ୍ଟ ଲାଗିଥାଏ ଏବଂ ସ୍ମଲ୍ ସାଇଜ୍ ଟାଇଲ୍ ପାଇଁ ଲେବର କଷ୍ଟ କମ୍ ଚାର୍ଜ କରିଥାନ୍ତି। ଟାଇଲ୍ ଇନଷ୍ଟଲ୍ ପାଇଁ ଲେବର କଷ୍ଟ 15-20 ଟଙ୍କା ପର୍ ସ୍କୋୟାର ଫୁଟ୍ ଚାର୍ଜ କରିଥାନ୍ତି। ଯଦି ଆଭରେଜ କଷ୍ଟ କ୍ୟାଲକୁଲେସନ୍ ନେବା, ତେବେ 100 ସ୍କୋୟାର ଫୁଟ୍ ଏରିଆ ପାଇଁ 100 ଇଣ୍ଟୁ 17 1700 ଟଙ୍କା ଲେବର କଷ୍ଟ ଚାର୍ଜ କରିଥାନ୍ତି। ଯଦି 100 ସ୍କୋୟାର ଫୁଟ୍ ରୁମ୍ରେ ଟାଇଲ୍ ଇନଷ୍ଟଲ୍ ପାଇଁ ଟୋଟାଲ୍ କଷ୍ଟ କ୍ୟାଲକୁଲେସନ୍ କରିବା, ତେବେ ଟାଇଲ୍ ପାଇଁ 6,300 ଟଙ୍କା, ସିମେଣ୍ଟ ସ୍ୟାଣ୍ଡ ପାଇଁ 1,720 ଟଙ୍କା, ଲେବର କଷ୍ଟ 1,700 ଟଙ୍କା ଇକ୍ୱାଲ୍ ଟୁ 9,720 ଟଙ୍କା ବା ରାଉଣ୍ଡ ଅଫ୍ କଲେ 10,000 ଟଙ୍କା ପର୍ ରୁମ୍ ହିସାବରେ ଖର୍ଚ୍ଚ ହୋଇଥାଏ। ଏହି କଷ୍ଟ ବ୍ରାଣ୍ଡ ଅଫ୍ ଟାଇଲ୍, ଲୋକେସନ୍ ଇତ୍ୟାଦି ହିସାବରେ ଭ୍ୟାରି କରିଥାଏ। ଯଦି ଆପଣଙ୍କ ବଜେଟ୍ କମ୍ ରହୁଛି, ତେବେ ଆପଣ ଟାଇଲ୍ ଭଲ କ୍ୱାଲିଟି ନନ୍ ବ୍ରାଣ୍ଡେଡ୍ ଲୋକାଲ୍ ଟାଇଲ୍ ମଧ୍ୟ ୟୁଜ୍ କରିପାରିବେ। ଏହି କଷ୍ଟରେ ଷ୍ଟାର୍ଟିଂର କଷ୍ଟ ଇନକ୍ଲୁଡ୍ କରାଯାଇ ନାହିଁ। ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିଲେ ସାଙ୍ଗସାଥି ସହ ସେୟାର କରିବାକୁ ଭୁଲିବେନି। ଭିଡ଼ିଓଟି ସାରିବା ଆଗରୁ ଆଉଥରେ କହି ରଖୁଛି, ଯଦି ଆପଣ ହାଉସ୍ ପ୍ଲାନିଂ, ଡିଜାଇନିଂ, କନଷ୍ଟ୍ରକ୍ସନ୍ କିମ୍ବା ଇଣ୍ଟେରିୟର କରିବାର ଅଛି, ତେବେ ଆପଣ ସାଇ ଡିଜାଇନ୍ କନଷ୍ଟ୍ରକ୍ସନ୍ ଯୋଗାଯୋଗ କରିପାରିବେ। ଆଜି ପାଇଁ ଏତିକି। ନମସ୍କାର, ଜୟ ଜଗନ୍ନାଥ।